ମିଥୁନ ରାଶି ପାଇଁ ନଭେମ୍ବର ମାସର ମାସିକ ରାଶି ଫଳ। ରାଶିଚକ୍ରରେ ଭ୍ରମଣ କରୁଥିବା ଗ୍ରହମାନଙ୍କର ଗୋଚରୀୟ ସ୍ଥିତିକୁ ଦେଖିଲେ ଜଣାଯାଏ, ନଭେମ୍ବର ମାସରେ ମିଥୁନ ରାଶିଜାତ ବ୍ୟକ୍ତି ବିଶେଷ ଶୁଭ ଫଳ ପାଇବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମିଥୁନ ରାଶିର ଦ୍ୱିତୀୟ ଧନଭାବ କର୍କଟ ରାଶିରେ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହ ଉଚ୍ଚ ଭାବରେ ଅବସ୍ଥାନ କରି ମିଥୁନ ରାଶିର ଧନଭାବକୁ ପରିପୁଷ୍ଟ କରିବେ। ବୃହସ୍ପତି ମିଥୁନ ରାଶିର ସପ୍ତମ ବାଣିଜ୍ୟ ଭାବର ଅଧିପତି ହୋଇ ଉଚ୍ଚ ଭାବରେ ଅବସ୍ଥାନ କରିଥିବାରୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରୁ ଏ ମାସରେ ପ୍ରଚୁର ଅର୍ଥ ଉପାର୍ଜନ କରାଇବେ। ବ୍ୟବସାୟିକ କ୍ଷେତ୍ରର ପ୍ରସାର ଘଟିବ। ଭାଗୁଆଳୀ ବେପାର ଆରମ୍ଭ କରିପାରନ୍ତି। ଏହା ସହିତ ମିଥୁନ ରାଶିର ଆୟ ବା ଲାଭ ଭାବ ମେଷ ରାଶିର ଅଧିପତି ମଙ୍ଗଳଙ୍କ ଉପରେ ମିତ୍ର ବୃହସ୍ପତିଙ୍କର ଦୃଷ୍ଟି ରହୁଥିବାରୁ ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରେ ଧନ ସଂଗ୍ରହ କରିହେବ। ଯେଉଁମାନେ ନିର୍ମାଣ କାର୍ଯ୍ୟ ବା ସରକାରୀ ଠିକାଦାରୀ ତଥା ସରକାରଙ୍କ ସହିତ ଅନୁବନ୍ଧିତ ରହି ବ୍ୟବସାୟ କରୁଛନ୍ତି, ସେମାନେ ସେହି ସବୁ କ୍ଷେତ୍ରରୁ ପ୍ରଚୁର ଲାଭ କମାଇ ପାରିବେ। ଅର୍ଥ ସଞ୍ଚୟ କରି ରଖିବା ପାଇଁ ନଭେମ୍ବର ମାସଟି ସର୍ବୋତ୍କୃଷ୍ଟ ମାସ ରୂପେ ପରିଗଣିତ ହେବ। କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ମିଥୁନ ରାଶିର ଦଶମ ଭାବ ମୀନ ରାଶିର ଅଧିପତି ବୃହସ୍ପତି କର୍କଟ ରାଶିରେ ଉଚ୍ଚ ଭାବରେ ରହିଥିବାରୁ ମିଥୁନ ରାଶିଜାତ ବ୍ୟକ୍ତିଙ୍କର କର୍ମକ୍ଷେତ୍ର ବେଶ୍ ପ୍ରଶସ୍ତ ରହିବ। ଚାକିରି କରୁଥିଲେ ମାସର ଦ୍ୱିତୀୟାର୍ଦ୍ଧଟି ବେଶ୍ ଫଳପ୍ରଦ ହେବ। ସାମାଜିକ ଜୀବନ ବା ରାଜନୈତିକ କ୍ଷେତ୍ରରେ ରହିଥିଲେ ପ୍ରତିଷ୍ଠା ଓ ସମ୍ମାନ ପାଇପାରିବେ। ଜନସାଧାରଣଙ୍କ ସହିତ ସର୍ବଦା ଯୋଡ଼ି ହୋଇ ରହିବେ। ପଦପଦବୀ ମିଳିବା ସହିତ ବିଭିନ୍ନ ସଂସ୍ଥାମାନଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି। ନଭେମ୍ବର ମାସରେ ମିଥୁନ ରାଶିର ଦ୍ୱିତୀୟ ପରିବାର ସ୍ଥାନରେ ଅବସ୍ଥିତ ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ପରିବାର ଭିତରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିବେ। ପରିବାରର ସଦସ୍ୟମାନେ ଏକ ମନୋଭାବ ନେଇ କାମ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ରାସ୍ତା ଫିଟିଯିବ। ସହଧର୍ମିଣୀଙ୍କ ସହଯୋଗ ମନକୁ ହର୍ଷୋତ୍ଫୁଲ୍ଲ କରି ରଖିବ। ସପରିବାର ଦେବଦର୍ଶନ ବା ତୀର୍ଥ ଭ୍ରମଣ ପାଇଁ ଦୂର ସ୍ଥାନକୁ ଯାତ୍ରାର ଆୟୋଜନ କରିପାରନ୍ତି। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିଶେଷ ଶୁଭ ଖବର ଆସିବାର ଅଛି। ପ୍ରେମ ସମ୍ପର୍କ ବା ଲଭ୍ ଲାଇଫ୍ରେ ଥିବା ପୁଅ ଝିଅମାନେ ଭାବ ପ୍ରବଣତା ଭିତରେ ସମୟ କାଟିବେ। ରୋମାଣ୍ଟିଜିମ୍ରେ ମନ ସର୍ବଦା ଆଚ୍ଛନ୍ନ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ନଭେମ୍ବର ମାସଟି ମିଥୁନ ରାଶି ପାଇଁ ବିଶେଷ ଶୁଭ ଫଳ ପ୍ରଦାନ କରିବ। ରୋଗରେ ପଡ଼ିଥିଲେ ମାସର ଦ୍ୱିତୀୟାର୍ଦ୍ଧରେ ରୋଗରୁ ଆରୋଗ୍ୟ ଲାଭ କରିବେ। ଏ ମାସରେ ସେପରି କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ପ୍ରାୟ ନାହିଁ କହିଲେ ଚଳେ। ନଭେମ୍ବର ମାସରେ ମିଥୁନ ରାଶିଜାତ ବ୍ୟକ୍ତି ପାଇବାକୁ ଥିବା ଶୁଭ ଫଳର ଶୁଭତ୍ୱ ବୃଦ୍ଧି ନିମନ୍ତେ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ଶ୍ରଦ୍ଧା ଓ ଭକ୍ତିର ସହିତ ପାଠ କରନ୍ତୁ। ଏହା ସହିତ ମିଥୁନ ରାଶିର ଆରାଧ୍ୟ ଦେବତା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ର ପୁରୀରେ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।